ସ୍ୱାଗତମ୍ ପିଲାମାନେ। ଆମେମାନେ ଆଲୋଚନା କରୁଛନ୍ତି ଭକ୍ତ କବି ମଧୁସୂଦନ ରାଓଙ୍କ ଲିଖିତ କବିତା ଜନ୍ମଭୂମି। ଏହି ଭିଡିଓରେ ଜନ୍ମଭୂମି କବିତାର ଚତୁର୍ଥ ଅଧ୍ୟାୟ ଆଲୋଚନାକୁ ଆଜିର ଆଲୋଚ୍ୟ ପଂକ୍ତିଟିକୁ ଆମେ ପ୍ରଥମେ ସୁର ତାଳ ଲୟ ସହିତ ଶୁଣିନେବା, ତାପରେ ଆଲୋଚନାକୁ ଯିବା ଏବଂ ବୁଝିବାକୁ ଚେଷ୍ଟା କରିବା। ଯିବା ତାହେଲେ ପିଲାମାନେ। ଜନମିଲେ ତ କଳରେ କେତେ ସୁର ବୀରନରେ, ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ, ମହାକବି ବେଦ ବ୍ୟାସ ବାଲ୍ମୀକ କାଳିଦାସ, ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ, ଚୈତନ୍ୟାଦି ମହାତ୍ମା ଜନେ ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ। କବିତାର ଏହି ପଂକ୍ତିକୁ ଆମେ ଶୁଣିଲେ। ଏଥିରେ କୁହାଯାଇଛି, ଜନମିଲେ ତକୋଳରେ କେତେ ସୁର ବୀର ନରେ। ହେ ମାତା ଭାରତ ଭୂମି, ତୋରି କୋଳରେ କେତେ ସୁର ବୀର ନର ଜନ୍ମଗ୍ରହଣ କରିଛନ୍ତି। ସୁର, ବୀର, ନର, ଏମିତି ଶବ୍ଦ ବ୍ୟବହାର କରିଛନ୍ତି କବି ଏଠାରେ। ତାକୁ ଆମେ ଟିକେ ବୁଝିବା ଏବଂ ତାପରେ କବିତାର ଭାବରସକୁ ଆମେ ବୁଝିବା। ପିଲାମାନେ, ତମମାନେ ଟିକେ ମନ ଦେଇ ଶୁଣିବ। ପିଲାମାନେ, ଆମେମାନେ ପ୍ରଭୁ ରାମଚନ୍ଦ୍ରଙ୍କୁ କଣ କହିବା? ସୁର। ରାମଚନ୍ଦ୍ର କିଏ? ଜଣେ ଦେବତା। ତାହେଲେ ରାମଚନ୍ଦ୍ରଙ୍କୁ ଆମେ କହିବା ସୁର। ଠିକ ଅଛି। ଅର୍ଜୁନ, ସେ ଜଣେ ଯୋଦ୍ଧା। ଆମେ ତାଙ୍କୁ କହିପାରିବା ବୀର, ବୀର ଯୋଦ୍ଧା। ଆଚ୍ଛା, ତୁମେ କାଳିଦାସଙ୍କ ନାଁ ଶୁଣିଛ? କାଳିଦାସଙ୍କୁ ଆମେ କହିପାରିବା ନର। ନର କଣ? ମଣିଷ। ତାହେଲେ ଆମେ କଣ ବୁଝିଲେ? ଦେବତା, ସାହସୀ ଯୋଦ୍ଧା ଏବଂ କେତେ କେତେ ଭଲ ଭଲ ମଣିଷ ତୋରି କୋଳରେ ଜନ୍ମଗ୍ରହଣ କରିଛନ୍ତି। ଠିକ ଅଛି। ହେ ଭାରତ ମା, ତୋରି କୋଳରେ ଅନେକ ଦେବାଦେବୀ, ଅନେକ ବୀର ଯୋଦ୍ଧା ଏବଂ ଅନେକ ଭଲ ଭଲ ମଣିଷ ଜନ୍ମଗ୍ରହଣ କରିଛନ୍ତି। ଅତଏବ ମାଲ, ତୁ ଖୁବ୍ ମହାନ, ତୁ ପବିତ୍ର ଏବଂ ତୁ ସର୍ବଶ୍ରେଷ୍ଠ ଅଟୁ। ଏଇ କଥା କବି ଏଠାରେ ବର୍ଣ୍ଣନା କରିଛନ୍ତି। କେଉଁ କେଉଁ ବୀରମାନେ ଜନ୍ମଗ୍ରହଣ କରିଛନ୍ତି ତାହା ଆମେ ଜାଣିବା ଆସ। ପ୍ରଭୁ ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ ଆଦି ଯୋଦ୍ଧା ଏବଂ ବାଲ୍ମୀକ, କାଳିଦାସ ଭଳି ମହାନ ପୁରୁଷମାନେ ଜନ୍ମଗ୍ରହଣ କରିଛନ୍ତି। ଏଇ କଥା କବି ବର୍ଣ୍ଣନା କରି କହିଛନ୍ତି। ଭାରତ ମାତା, ତୋରି କୋଳରେ ପ୍ରଭୁ ରାମଚନ୍ଦ୍ର, ଯୋଦ୍ଧା ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ, ଯେଉଁମାନେ ସମସ୍ତେ ମହାଭାରତର ସର୍ବଶ୍ରେଷ୍ଠ ଚରିତ୍ର, ତୁମମାନେ ମହାଭାରତ ବାବଦରେ ଜାଣିଛ, ସେଇମାନେ ହିଁ ତୋରି କୋଳରେ ଜନ୍ମଗ୍ରହଣ କରିଛନ୍ତି ଏବଂ ସେଇମାନଙ୍କର ବୀରତ୍ୱ ତତେ ପରିଚୟ ଦିଏ। ବର୍ତ୍ତମାନ ଆମେ ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଏବଂ ଅର୍ଜୁନଙ୍କ ପରି ପୌରାଣିକ ଚରିତ୍ରମାନଙ୍କ ବିଷୟରେ ପ୍ରଥମେ ଟିକେ ଜାଣିନେବା ଆସ। ଏଇ କଥା ଜାଣିନେଲା ପରେ ଆମେ ଏଇ କବିତାକୁ ବୁଝିବା ଆହୁରି ସହଜ ହେବ। ତୁମେମାନେ ପୁରାଣରୁ ଏଇ କଥା ଶୁଣିଥିବ। ଜେଜେବାପା, ଅଜା, ଆଈ, ଜେଜେମା ଏଇମାନଙ୍କ ପାଖରୁ ମଧ୍ୟ ଏହି ପୌରାଣିକ ଚରିତ୍ର ବାବଦରେ ବୀରତ୍ୱର ଗାଥା ଏବଂ ଭଲ ଭଲ କାହାଣୀ ଶୁଣିଥିବ। ଠିକ ଅଛି, ଆମେ ପ୍ରଥମେ ଚରିତ୍ର ଗୁଡ଼ିକୁ ଦେଖିନେବା ଏବଂ ସେମାନଙ୍କ ବାବଦରେ ସବୁ କଥା ବୁଝିନେବା ଆସ। ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯାଏ। ରାମାୟଣରେ ଜଣେ ଶ୍ରେଷ୍ଠ ଚରିତ୍ର ହେଉଛନ୍ତି ରାମଚନ୍ଦ୍ର। ମାତା ସୀତାଙ୍କୁ ସେ ବିବାହ କରିଥିଲେ ଏବଂ ଭାଇ ଲକ୍ଷ୍ମଣଙ୍କ ସହିତ ସେ ଜଙ୍ଗଲକୁ ଗମନ କରିଥିଲେ। ପିତା ଦଶରଥଙ୍କର ସତ୍ୟ ରକ୍ଷା ପାଇଁ ଏସବୁ କଷ୍ଟ ସେ ନିଜେ ସହିଥିଲେ। ଶ୍ରେଷ୍ଠ ପୁତ୍ର, ଶ୍ରେଷ୍ଠ ଭ୍ରାତା ଭାବରେ ପୁରାଣରେ ସେ ପ୍ରସିଦ୍ଧ। ରାବଣକୁ ମାରି ମାତା ସୀତାଙ୍କୁ ଉଦ୍ଧାର କରିବା ନିମନ୍ତେ ସେତୁବନ୍ଧ ସ୍ଥାପନା କରିଥିଲେ। ଏଇ କଥା ତୁମେ ଶୁଣିଥିବ। ତାଙ୍କର ଶ୍ରେଷ୍ଠ ଭକ୍ତ ଥିଲେ ହନୁମାନ। ସେ ଦଶାନନ ରାବଣକୁ ବଦ୍ଧ କରି ମାତା ସୀତାଙ୍କୁ ରକ୍ଷା କରିଥିଲେ। ଏବେ ଦେଖୁଥିବା ଚିତ୍ରରେ ତୁମେ ଭୀଷ୍ମଙ୍କ ଚରିତ୍ର ଦେଖିବାକୁ ପାଉଛ। ଭୀଷ୍ମଙ୍କୁ ମହାଭାରତରେ ପିତାମହ କୁହାଯାଏ।
ସେ ପଞ୍ଚୁପାଣ୍ଡବକୁ ବହୁ ଭଲ ପାଉଥିଲେ। ଯୁଦ୍ଧ କ୍ଷେତ୍ରରେ ସେ ଶକ୍ତିଶାଳୀ ଥିଲେ ଏବଂ ସେ ଚାହିଁଥିଲେ ଏକା ଯୁଦ୍ଧ ସମାପ୍ତ କରିପାରିଥାନ୍ତେ। ମହାଭାରତ ଯୁଦ୍ଧରେ ସେ ନିଜେ ଇଚ୍ଛା ମୃତ୍ୟୁ ବରଣ କରିଥିଲେ ଏବଂ ସରଶଯ୍ୟାକୁ ଗମନ କରି ସରଶଯ୍ୟାରେ ବସି ମଧ୍ୟ ପଞ୍ଚୁପାଣ୍ଡବକୁ ନୀତି ନିୟମ ଆଦର୍ଶର ଶିକ୍ଷା ଶିଖାଇଥିଲେ। ବର୍ତ୍ତମାନ ଆମେ ଯେଉଁ ଚିତ୍ର ଦେଖୁଛନ୍ତି, ଏ ଚିତ୍ରରେ ପିତାମହ ଭୀଷ୍ମ ପ୍ରହରୀ ଭଳି ଜଗି ରହିଛନ୍ତି। ବର୍ତ୍ତମାନ ଏହି ଚିତ୍ରଗୁଡ଼ିକୁ ଦେଖ। ଏଥିରେ ମହାଭାରତର ଗୁରୁଦେବ ଦ୍ରୋଣକୁ ଦେଖିବାକୁ ପାଉଛ। ପଞ୍ଚୁପାଣ୍ଡବଙ୍କର ଏବଂ କୌରବଙ୍କର ଗୁରୁଦେବ ଥିଲେ ଦ୍ରୋଣ। ଦ୍ରୋଣ ଜଣେ ଶକ୍ତିଶାଳୀ ଯୋଦ୍ଧା ମଧ୍ୟ ଥିଲେ। ଯୁଦ୍ଧ କ୍ଷେତ୍ରରେ ସେ ବହୁ ଶକ୍ତିଶାଳୀ ଥିଲେ। ଅର୍ଜୁନଙ୍କୁ ସେ ପଟ୍ଟଶିଷ୍ୟ କରିଥିଲେ। ଅର୍ଜୁନ ଥିଲେ ତାଙ୍କର ସର୍ବଶ୍ରେଷ୍ଠ ଶିଷ୍ୟ। ଧନୁର୍ବିଦ୍ୟା ଶିକ୍ଷା ପ୍ରଦାନ କରିବାରେ ସେ ସର୍ବଶ୍ରେଷ୍ଠ ଗୁରୁ ଥିଲେ ଏବଂ ଅନ୍ୟ ବିଦ୍ୟା ମଧ୍ୟ କୌରବ ଏବଂ ପାଣ୍ଡବଙ୍କୁ ଶିଖାଇଥିଲେ। ସର୍ବଶ୍ରେଷ୍ଠ ଗୁରୁ ଭାବରେ ସେ ପରିଚିତ। ତାଙ୍କର ପୁତ୍ରର ନାମ ଥିଲା ଅଶ୍ୱତ୍ଥାମା। ପିଲାମାନେ, ତୁମେ ବର୍ତ୍ତମାନ ଯେଉଁ ଚିତ୍ର ଦେଖୁଛ, ଏହା ହେଉଛି ଯୋଦ୍ଧା କର୍ଣ୍ଣଙ୍କର ଚିତ୍ର। ମହାଭାରତରେ ଏହି ଚରିତ୍ର ବାସ୍ତବରେ ସୁତପୁତ୍ର ନାମରେ ପରିଚିତ ଏବଂ ମହାଦାନୀ କର୍ଣ୍ଣ ନାମରେ ମଧ୍ୟ ପରିଚିତ, କିନ୍ତୁ ବାସ୍ତବରେ ସେ କୁନ୍ତୀଙ୍କର ପ୍ରଥମ ପୁତ୍ର ଥିଲେ, ଅର୍ଥାତ୍ ପାଣ୍ଡବଙ୍କର ଜ୍ୟେଷ୍ଠ ଭାଇ। ଦୁର୍ଯ୍ୟୋଧନଙ୍କର ସର୍ବଶ୍ରେଷ୍ଠ ବନ୍ଧୁ ଥିଲେ କର୍ଣ୍ଣ। ଦୁର୍ଯ୍ୟୋଧନଙ୍କୁ ଯୁଦ୍ଧରେ ସେ ସାହାଯ୍ୟ କରିଥିଲେ। ସେ ଏମିତି ଏକ ବନ୍ଧୁ ଥିଲେ, ଅନ୍ୟାୟ ହେଉଛି ଜାଣିଥିଲେ ମଧ୍ୟ ଶପଥ ମୁତାବକ ସେ ଦୁର୍ଯ୍ୟୋଧନଙ୍କର ନିକଟରେ ରହିଥିଲେ ଏବଂ ଯୁଦ୍ଧରେ ସେ ନିଜେ ଜାଣିଶୁଣି ମଧ୍ୟ ନିଜର ମୃତ୍ୟୁକୁ ଆପଣେଇ ନେଇଥିଲେ। କୃଷ୍ଣଙ୍କ ହାତରେ ଦ୍ୱାରା ଅର୍ଜୁନଙ୍କ ହାତରେ ତାଙ୍କର ମୃତ୍ୟୁ ହୋଇଥିଲା। ଚିତ୍ରରେ ତୁମେ ଯାହା ଦେଖୁଛ ତାହା ହେଉଛି ଅର୍ଜୁନଙ୍କର ଚିତ୍ର। ଅର୍ଜୁନ ହେଉଛନ୍ତି ସର୍ବଶ୍ରେଷ୍ଠ ଧନୁର୍ଦ୍ଧର। ସେ ଯୁଦ୍ଧ କ୍ଷେତ୍ରରେ ଖୁବ୍ ଭୟଙ୍କର ଏବଂ ଶକ୍ତିଶାଳୀ ପୁରୁଷ ଥିଲେ। ଗୁରୁ ଦ୍ରୋଣଙ୍କ ପାଖରୁ ଶିକ୍ଷା ଲାଭ କରିଥିଲେ। ମହାଭାରତ ଯୁଦ୍ଧରେ କୃଷ୍ଣ ତାଙ୍କର ରଥରେ ସାରଥୀ ହୋଇଥିଲେ। ସେ ଏକ ଚକ୍ର ଭିତରେ ଥିବା ମତ୍ସ୍ୟର ଆଖି ଭେଦ କରି ଦ୍ରୌପଦୀଙ୍କୁ ବିବାହ କରିଥିଲେ। ଶିବଙ୍କ ଠାରୁ ପାଶୁପତ ଅସ୍ତ୍ର ବରସ୍ୱରୂପ ପାଇଥିଲେ ଏବଂ ଶକ୍ତିଶାଳୀ ଯୋଦ୍ଧା। ମହାଭାରତରେ ତାଙ୍କର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। କୃଷ୍ଣଙ୍କର ସର୍ବଶ୍ରେଷ୍ଠ ଭକ୍ତ ଭାବରେ ଅର୍ଜୁନ ଜଣାଶୁଣା ଥିଲେ। ପିଲାମାନେ, ଏହିସବୁ ବୀର ପୁରୁଷ ଭାରତ ମାଟିରେ ଜନ୍ମ ହୋଇଥିଲେ ବୋଲି କବି ଏଠାରେ ବର୍ଣ୍ଣନା କରିଛନ୍ତି ଏବଂ ଭାରତ ମାଆକୁ ଶ୍ରେଷ୍ଠତ୍ୱ ସମ୍ମାନ ପ୍ରଦର୍ଶନ କରିଛନ୍ତି। ତୁମେମାନେ ଏହି ବୀର ପୁରୁଷମାନଙ୍କ ବାବଦରେ ଜାଣିଲ। ଏଥର ଆମେ ଆଲୋଚନାକୁ ଆଗକୁ ନେବା। ଆଲୋଚ୍ୟ ଏହି ପଂକ୍ତିଟିକୁ ପୁଣି ଥରେ ମନେ ପକାଇଦେବା ପିଲାମାନେ। କ'ଣ ସେ ପଂକ୍ତିଟି? ଜନମିଲେ ତକୋଳରେ କେତେ ସୁର ବୀର ନରେ, ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ। ଠିକ୍ ଅଛି, ଏଇ କଥା ଆମେ ଆଲୋଚନା କଲେ। ଏବେ କେତେ ଗୋଟିଏ ପ୍ରଶ୍ନ ତମମାନଙ୍କ ସହିତ ଆଲୋଚନା କରିବାର ଅଛି। ତମମାନେ ଟିକେ ମନ ଦେଇ ଶୁଣ। ସେ ପ୍ରଶ୍ନ ଗୁଡ଼ିକ ଆଲୋଚନା କରିବା ଜରିଆରେ ତମମାନେ କବିତାଟିକୁ ସୁନ୍ଦର ଭାବରେ ବୁଝିପାରିବ। ଯିବା ତାହେଲେ ପିଲାମାନେ। ପିଲାମାନେ, ତମମାନଙ୍କ ପାଇଁ ସୁନ୍ଦର ପ୍ରଶ୍ନଟିଏ। କବିତାରେ ଜନମିଲେ ଶବ୍ଦ ବ୍ୟବହାର କରାଯାଇଛି, ଯାହାର ଅର୍ଥ ହେଉଛି ଜନ୍ମିଲେ। ସେହିପରି ନିମ୍ନ ଶବ୍ଦ ଗୁଡ଼ିକ କ'ଣ ହେବ କୁହ। ପିଲାମାନେ, କ'ଣ କ'ଣ ଶବ୍ଦ ଗୁଡ଼ିକ ଅଛି ଆମେ ଦେଖିବା। ଅଛି ସୁମରଣ। ସୁମରଣ ଶବ୍ଦ ଜନମିଲେ, ଯେମିତି ଜନ୍ମିଲେ କୁହାଯାଇଛି, ଏଠାରେ ଜନମିଲେ ଏଟା ହେଉଛି ଜନ୍ମିଲେ। ଏଇଟା ହେଉଛି ପଦ୍ୟ ରୂପ, ଏଇଟା ହେଉଛି ଜନ୍ମିଲେ ହେଉଛି ଗଦ୍ୟ ରୂପ। ଠିକ୍ ସେମିତି ସୁମରଣ କେଉଁ ରୂପ ହେବ? ପଦ୍ୟ ରୂପ। ତାର ଗଦ୍ୟ ରୂପ ହେଉଛି ସ୍ମରଣ। ସ୍ମରଣ କରିବା, ମନେ ପକେଇବା। ଠିକ୍ ଅଛି। ସେମିତି ଆଉ ଏକ ପଦ୍ୟ ରୂପ ମୁଁ ଆଲୋଚନା କରୁଛି, ତାହା ହେଉଛି କରମ। କରମର ଗଦ୍ୟ ରୂପ ହେବ କର୍ମ। କାମ କରିବା, ଏହାର ଅର୍ଥ ହେଉଛି କାମ କରିବା। ଧର୍ମ, ଧର୍ମର ଗଦ୍ୟ ରୂପ ହେବ ଧର୍ମ। ଧର୍ମ କରିବା, ଭଲ କାମ କରିବା, ମଙ୍ଗଳ କାର୍ଯ୍ୟ କରିବା, ଏହାର ଅର୍ଥ ବୁଝିହେଲା ପିଲାମାନେ। ସେମିତି ଗରବ, ଗରବର ଗଦ୍ୟ ରୂପ ହେବ ଗର୍ବ। ଠିକ୍ ଅଛି। ୟାକୁ ଗୋଟେ ବାକ୍ୟରେ ପରିଣତ କରିକି ଆମେ ଦେଖିବା। କ'ଣ ହବ ବାକ୍ୟରେ ପରିଣତ କଲେ ପିଲାମାନେ?
ତୁମେ ହେଉଛ ଆମ ଭାରତର ଗର୍ବ। କାହିଁକି କହିଲି? ତୁମେ ଭଲ କାମ କରିଛ, ତୁମେ ଭାରତକୁ ପ୍ରସିଦ୍ଧି ଆଣିଦେଇଛ, ଖୁସି ଆଣିଦେଇଛ, ସମସ୍ତେ ତୁମର ଜୟଗାନ କରୁଛନ୍ତି, ତୁମେ ଦେଶ ପାଇଁ ବହୁତ ବଡ଼ କାମ କରିଛ, ସେଥିପାଇଁ ତୁମେ ହେଉଛ ଆମ ଭାରତର ଗର୍ବ। ତୁମ କାମ ହେଉଛି ଆମ ଭାରତର ଗୌରବ। ଗର୍ବ ଗୌରବ ଶବ୍ଦ ଶୁଣିଥିବ। ଠିକ ଅଛି ପିଲାମାନେ, ତୁମେ ସେମିତି ଭଲ କାମ କରି ଭଲ ମଣିଷ ହେବ କି ନାହିଁ? ଠିକ ଅଛି। ଆଉ ଗୋଟିଏ ପଦ୍ୟ ରୂପର ଶବ୍ଦ ଅଛି ମୁକତି। ମୁକତିର ଗଦ୍ୟ ରୂପ ହେବ କଣ? ମୁକ୍ତି। ମୁଁ ଏଇ କାମରୁ ମୁକ୍ତି ପାଇଗଲି, କାମଟା ସାରିଦେଲି, ବ୍ୟସ୍ତତା ଥିଲି, ବ୍ୟସ୍ତରୁ ମୁକ୍ତି ପାଇଗଲି। ପକ୍ଷୀଟି ପିଞ୍ଜରାବଦ୍ଧ ହେଇଥିଲା, ତାକୁ ତୁମେ ଯାଇ ଖୋଲି ବାହାରକୁ ଛାଡ଼ିଦେଲ, ପକ୍ଷୀଟି ମୁକ୍ତି ପାଇଗଲା। ଠିକ ଅଛି। ଆଚ୍ଛା, ପରବର୍ତ୍ତୀ ଶବ୍ଦକୁ ଯିବା ଭକତି। ଭକତିର ଗଦ୍ୟ ରୂପ କଣ ହେବ? ଭକ୍ତି ହେବ। ଦେଖିଲ, ସେ ଭଗବାନଙ୍କୁ ଭକ୍ତି କରେ, ତୁମେମାନେ ପିତାମାତାଙ୍କୁ ଭକ୍ତି କର। ହେଲା, ଏମିତି ଶବ୍ଦ ହେବ। ଏଇ ପ୍ରକାର ବାକ୍ୟ ଆମେ ଲେଖିପାରିବା। ଶକତି। ଶକତିର ଗଦ୍ୟ ରୂପ ହେବ କଣ? ଶକ୍ତି। ବୁଝିଗଲା? ମୋ ଦେହରେ ବହୁତ ଶକ୍ତି ରହିଛି। ହେଲା, ବିଦ୍ୟୁତ ଶକ୍ତି ନଥିଲେ ଆମେ ଚଳିପାରନ୍ତେ ନାହିଁ। ଏମିତି ଶକ୍ତିକି ନେଇକି କବିତା ବି ଲେଖିପାରିବା। ପ୍ରଭୁ ତୁମ ଶକତି ମମ ନର ଭକତି। କବିତାଟା ହେଇଗଲା କି ନାହିଁ? କିମ୍ବା ତାକୁ ଓଲଟେଇ କରିପାରିବା, ମମ ନର ଭକତି ପ୍ରଭୁ ଅଟେ ଶକତି। ହେଇଗଲା, କବିତା ହେଇଗଲା। ତମେ ଏମିତି କବିତା ଲେଖିବ, ଏମିତି ଏ ଶବ୍ଦ ଗୁଡ଼ିକ ବ୍ୟବହାର କରି ବାକ୍ୟ ରଚନା କରିବ। ଠିକ ଅଛି ପିଲାମାନେ, ପରବର୍ତ୍ତୀ କଥାକୁ ଯିବା। କବିତାରେ ବୀର ଶବ୍ଦ ବ୍ୟବହାର କରାଯାଇଛି। ବୀର, ଯାହାର ଅର୍ଥ ହେଉଛି ସାହସୀ। ପିଲାମାନେ ବୁଝିଗଲା? ବୀରର ଅର୍ଥ କଣ? ସାହସୀ। ଏଇ ବୀରର ଆଉ ଅନ୍ୟ କେତେ ଗୁଡ଼ିଏ ଶବ୍ଦ ମଧ୍ୟ ଆମେ ବ୍ୟବହାର କରିପାରିବା। ଏହି ବୀର ଶବ୍ଦ ପାଇଁ ଆମେ ଅନ୍ୟ କେତେ ଗୁଡ଼ିଏ ଶବ୍ଦ ବ୍ୟବହାର କରିପାରିବା ପିଲାମାନେ। ଏଇ ଯେମିତି ଯୋଦ୍ଧା, ବୀର ଶବ୍ଦ ସ୍ଥାନରେ ବ୍ୟବହାର କରିପାରିବା। ଶ୍ରେଷ୍ଠ କହିପାରିବା ବୀର ଶବ୍ଦ ସାମ୍ନାରେ, ଶ୍ରେଷ୍ଠ। ବୀର ଶବ୍ଦକୁ ଶକ୍ତିମାନ ବୋଲି କହିପାରିବା, ବିକ୍ରମ ବୋଲି କହିପାରିବା, ପରାକ୍ରମୀ ବୋଲି କହିପାରିବା, ବଳୁଆ କହିପାରିବା, ଆଉ ଶକ୍ତିଶାଳୀ କହିପାରିବା। ବୀର ଶବ୍ଦ ପାଇଁ ଏସବୁ ଶବ୍ଦ ଆମେ ବ୍ୟବହାର କରିପାରିବା, କିନ୍ତୁ ତାହା ବାକ୍ୟ ଉପରେ ନିର୍ଭର କରିଥାଏ। ଉଦାହରଣ ସ୍ୱରୂପ, ଏଇ କାମରେ ସିଏ ହେଉଛି ବୀର, ବା ତୁମ ନାଁ କଣ? ରବି। ଏଇ ସଫଳତାରେ ବୀର ହେଉଛି ରବି, ତାମାନେ ସେ ଶ୍ରେଷ୍ଠ କାମ କରିଛି। ଅର୍ଜୁନ ଜଣେ ବୀର ପୁରୁଷ, ଅର୍ଥାତ୍ ଶକ୍ତିବାନ ପୁରୁଷ, ଅର୍ଥାତ୍ ବିକ୍ରମ ପୁରୁଷ, ଅର୍ଥାତ୍ ପରାକ୍ରମୀ ପୁରୁଷ। ବୁଝିଗଲା? ବୀର ଶବ୍ଦର ଅର୍ଥ ଆମେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ବ୍ୟବହାର କରିପାରିବା, ଏକଥା ଜାଣିଲେ। ପରବର୍ତ୍ତୀ କଥାକୁ ଯିବା। କବିତାରେ ନର ଶବ୍ଦ ବ୍ୟବହାର କରାଯାଇଛି ପିଲାମାନେ। ନର, ଯାହାର ଅର୍ଥ ହେଉଛି ମଣିଷ। ଆଉ କଣ କହିପାରିବା ଆମେ ମଣିଷକୁ? ବା ଏଇ ନର ଶବ୍ଦର ଆଉ କଣ ରୂପ ହେଇପାରିବ ଆମେ ଦେଖିବା ପିଲାମାନେ। ତାକୁ ମାନବ କହିପାରିବା। ନର ଶବ୍ଦର ଅର୍ଥ ମାନବ। ନର ଶବ୍ଦର ଅର୍ଥ ମରଦ ବୋଲି କହନ୍ତି, ଯୁବକ ଯୋଉଟାକୁ ମରଦ କହନ୍ତି, ସେଇ ନର ଶବ୍ଦର ଅର୍ଥ ମଧ୍ୟ ଯୁବକ। ନର ଶବ୍ଦର ଅର୍ଥ ଆମେ ଆଞ୍ଚଳିକ ଭାଷାରେ ଗାଁ ଗାଉଁଲିରେ ଜୁଆନ ବୋଲି କହନ୍ତି, ଜୁଆନ। ଆଉ ତମେ ଦେଖିଥିବ ପଶୁମାନଙ୍କ ଭିତରେ ଅଣ୍ଡିରା ଜୀବମାନଙ୍କୁ ନର କୁହାଯାଏ। ଅଧିକାଂଶ ସ୍ଥାନରେ ଏହାର ବ୍ୟବହାର ମଧ୍ୟ ହୋଇଅଛି। ଠିକ ଅଛି ପିଲାମାନେ, ଆମେ ଏଇ କଥାକୁ ବୁଝିଲେ। ପରବର୍ତ୍ତୀ କଥାକୁ ଆମେମାନେ ଯିବା। ପରବର୍ତ୍ତୀ କଥା କଣ ହେଇଛି? କବିତାରେ ଅନେକ ଗୁଡ଼ିଏ ମହାପୁରୁଷ ଏବଂ ପୌରାଣିକ ଚରିତ୍ରଙ୍କ ନାମ କୁହାଯାଇଛି। ତୁମମାନେ ସେମାନଙ୍କର ନାମ ମନେ ପକେଇ କୁହ। କବିତାରେ କେଉଁମାନଙ୍କ ନାମ କୁହାଯାଇଛି? ହଁ, ଶ୍ରୀରାମଚନ୍ଦ୍ରଙ୍କ ନାମ କୁହାଯାଇଛି, ଅର୍ଜୁନଙ୍କ ନାମ କୁହାଯାଇଛି ପିଲାମାନେ, କର୍ଣ୍ଣଙ୍କ ନାମ କୁହାଯାଇଛି, ଭୀଷ୍ମଙ୍କ ନାମ କୁହାଯାଇଛି, ଆଉ ଦ୍ରୋଣଙ୍କ ନାମ କୁହାଯାଇଛି। ରାମଚନ୍ଦ୍ର ହେଉଛନ୍ତି ରାମାୟଣର ଚରିତ୍ର, ଅର୍ଜୁନ, କର୍ଣ୍ଣ, ଭୀଷ୍ମ, ଦ୍ରୋଣ, ଇଏ ଚାରିଜଣ ହେଉଛନ୍ତି ମହାଭାରତର ଚରିତ୍ର। ଇଏ ହେଉଛନ୍ତି ରାମାୟଣର ଚରିତ୍ର। ରାମାୟଣ ମହାଭାରତ ଦୁଇଟି ଭଲ ପୁରାଣ। ତମମାନେ
ଯଦି ରାମାୟଣ ମହାଭାରତରୁ ଗପ ଗୁଡ଼ିକ ଶୁଣିଥିବ ତାହେଲେ ତମମାନେ ଜାଣିଥିବ କେତେ ସୁନ୍ଦର ସେଥିରେ କେତେ କଥା ଅଛି, ଜାଣିବା ଶିଖିବା ଭଳି କଥା ଅଛି। ନିଜେ ମଣିଷ ହେବା ପରି ମଧ୍ୟ କଥା ସେଥିରେ ରହିଛି। ଠିକ ଅଛି ପିଲାମାନେ, ତାହେଲେ ଏଇ ସବୁ ପୌରାଣିକ ଚରିତ୍ରଙ୍କ ବାବଦରେ କବିତାରେ କୁହାଯାଇଛି ନାଇଁ କି? ଠିକ ଅଛି, ଆଗକୁ ଯିବା। ଆଗକୁ ଗୋଟେ ମଜା କଥା ଅଛି। ଆମ ଭାରତର କେତେ ଜଣ ମହାପୁରୁଷଙ୍କ ନାମ ତୁମେ ଜାଣିଛ କୁହ? ଟିକେ ତୁମେ ମନେ ପକେଇ ନିଅ କେତେ ଜଣ ମହାପୁରୁଷଙ୍କ ନାମ ଜାଣିଛ। ମୁଁ ଗୋଟିଏ ତାଲିକା କରି ରଖିଛି, ତମମାନଙ୍କ ସହିତ ସେୟାର କରିବି। ସୁଭାଷ ଚନ୍ଦ୍ର ବୋଷ ଜଣେ ଜ୍ଞାନୀ ମଣିଷ, ଜଣେ ଯୋଦ୍ଧା, ଜଣେ ବୀର। ସିଏ ଭାରତର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଯାହାଙ୍କୁ ଲୌହ ମାନବ କୁହାଯାଏ, ଶକ୍ତିଶାଳୀ ମାନବ, ମନରେ ବହୁତ ଦୃଢ ମଣିଷଟିଏ। ଠିକ ଅଛି। ମହାତ୍ମା ଗାନ୍ଧୀ ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ନେତା ଥିଲେ, ସମସ୍ତ ଦାୟିତ୍ୱ ଚିନ୍ତନ ତାଙ୍କରି ହିଁ ଥିଲା। ଖୁଦିରାମ ଜଣେ ତ୍ୟାଗୀ ପୁରୁଷ ଥିଲେ, ସେ ଦେଶ ପାଇଁ ଜୀବନକୁ ବଳିଦାନ ଦେଇଛନ୍ତି। ଅବଦୁଲ କାଲାମ ଜଣେ ବୈଜ୍ଞାନିକ, ଜଣେ ଭଲ ଶିକ୍ଷକ। ଠିକ ଅଛି। ଭଗତ ସିଂ ଜଣେ ସ୍ୱାଧୀନତା ସଂଗ୍ରାମୀ, ସିଭି ରମଣ ଜଣେ ବୈଜ୍ଞାନିକ, ବି.ଆର୍. ଆମ୍ବେଦକର ଆମର ସମ୍ବିଧାନର ମୂଳ ଲୋକ ସିଏ। ରାଜା ରାମମୋହନ ରାୟ ଜଣେ ସମାଜ ସଂସ୍କାରକ, ଦୟାନନ୍ଦ ସରସ୍ୱତୀ ଜଣେ ସମାଜ ସଂସ୍କାରକ ଏବଂ ପୁରାଣ ଶାସ୍ତ୍ର ଜୀବନ ଜୀବିକା ବାବଦରେ ଅନେକ ଚିନ୍ତା ଚେତନାମୂଳକ କଥାବାର୍ତ୍ତା ଭାରତବର୍ଷକୁ ଦେଇଥିଲେ। ପିଲାମାନେ ତୁମମାନଙ୍କୁ ଗୋଟିଏ ଅନୁରୋଧ ରଖିବି। ପିଲାମାନେ ତୁମେମାନେ ମହାପୁରୁଷଙ୍କର ଏକ ତାଲିକା ତିଆରି କରିବ, ସାଙ୍ଗଙ୍କୁ ପଚାରିବ, ଶିକ୍ଷକଙ୍କୁ ପଚାରିବ ଏବଂ ତାଲିକାଟି ତୁମେ ପ୍ରସ୍ତୁତ କରି ଶିକ୍ଷକଙ୍କୁ ପୁଣି ଦେଖେଇବ। ଠିକ ଅଛି। ଆଉ ସେ ତାଲିକାରେ ତୁମେ ଲେଖିଥିବା ମହାପୁରୁଷଙ୍କ ନାଁ ମଧ୍ୟ ମନେ ରଖିବ। ଠିକ ଅଛି ପିଲାମାନେ, ବର୍ତ୍ତମାନ ପର୍ଯ୍ୟନ୍ତ ଆଲୋଚ୍ୟ ଏହି କବିତାର ଆମେ ନିର୍ଯାସ ନିର୍ଣ୍ଣୟ କରିନେବା। କବିତାଟି ଏମିତି ଥିଲା। ଜନମିଲେ ତକୋଳରେ କେତେ ସୁର ବୀର ନରେ, ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ। କବି ଭାରତ ମାତାକୁ ମନେ ପକେଇ ଦେଇଛନ୍ତି, ପ୍ରଶଂସା କରିଛନ୍ତି। ଭାରତ ମାତାକୁ ତାଙ୍କର ଶ୍ରେୟ ପ୍ରଦାନ କରି ସମ୍ମାନର ସହିତ କହିଛନ୍ତି, ହେ ଭାରତ ମାତା, ତୁ ମହାନ, ତୁ ଶ୍ରେଷ୍ଠା। କାହିଁକି ନା ତୋରି କୂଳରେ ଅନେକ ବୀର ନର ସୁର ଏବଂ ଦେବତା ଜନ୍ମଗ୍ରହଣ କରିଛନ୍ତି। ପୌରାଣିକ ମତବାଦ ଅନୁସାରେ ହେଉ, ଭାରତର ଇତିହାସ କହୁ, ସବୁଥିରେ ପ୍ରମାଣ ଅଛି ତୋ କୋଳରେ ଅର୍ଜୁନ ଜନ୍ମଗ୍ରହଣ କରିଛନ୍ତି, କର୍ଣ୍ଣ ଜନ୍ମଗ୍ରହଣ କରିଛନ୍ତି, ଦ୍ରୋଣ ଜନ୍ମଗ୍ରହଣ କରିଛନ୍ତି, ଭୀଷ୍ମ ରାମଚନ୍ଦ୍ରଙ୍କ ଭଳି ମହାପୁରୁଷ ଜନ୍ମଗ୍ରହଣ କରିଛନ୍ତି। ଆଉ ତୋରି କୋଳରେ ଅନେକ ଐତିହାସିକ ଚରିତ୍ର ରାଜା ରାଣୀମାନେ ମଧ୍ୟ ଜନ୍ମଗ୍ରହଣ କରିଛନ୍ତି, ଯେଉଁମାନେ ତୋର ଯଶ ସାରା ପୃଥିବୀରେ ଗାନ କରିଛନ୍ତି, ତୋତେ ପ୍ରସିଦ୍ଧି ଆଣି ଦେଇଛନ୍ତି। ଭାରତ ମାତା ବୋଲି ତୋର ସାରା ବିଶ୍ୱରେ ଯେଉଁ ପରିଚୟ ସୃଷ୍ଟି ହେଇଛି, ସେଇମାନଙ୍କର ତ୍ୟାଗ କର୍ମ ସହଯୋଗ ବଳରେ। ପିଲାମାନେ, ଏଇ କଥା କବିତାରେ ଆଲୋଚନା କରାଯାଇଛି। ତମମାନେ ତ ଏକଥା ଜାଣିଲ, ତମମାନେ ମଧ୍ୟ ଭଲ ଭଲ କାମ କରି ଭାରତ ମାତାର ଯଶ ରକ୍ଷା କରିବ, ଭାରତ ମାତାର କୀର୍ତ୍ତିକୁ ଚାରିଆଡେ ପ୍ରଚାର ପ୍ରସାର କରିବ। ପିଲାମାନେ, ତୁମମାନଙ୍କ ପାଇଁ ଗୋଟେ ସୁନ୍ଦର କାମ ରହିଛି, ଘରେ ଏଇ କାମଟି କରିକି ଆଣିବ। ମୁଁ ଟିକେ ବୁଝେଇ ଦିଏ ସେ କାମଟି କ'ଣ ସେଥିରେ ଅଛି। ତୁମେମାନେ କବିତା ଲେଖିପାରିବ? ତୁମମାନେ ତ କବିତା ପଢିଲଣି, କବିତା ଲେଖିପାରିବ ତମମାନେ? ଦେଖ, ମୁଁ ତମ ପାଇଁ ସୁନ୍ଦର କବିତାଟି ତିଆରି କରିକି ଆଣିଛି। ଆମେ କବିତା ଲେଖିବା। କ'ଣ ଲେଖିବା? ପ୍ରଥମ ବାକ୍ୟ ଅଛି, ଟିକି ଫୁଲ ମୁହିଁ କାନନେ ଫୁଟିଛି, ଟିକି ଫୁଲ ମୁହିଁ କାନନେ ଫୁଟିଛି, ଡେସ୍ ଲାଗିବା ପାଇଁ ଏଇ ସ୍ଥାନରେ କ'ଣ ପୁରେଇବ? ମତେ କୁହ। ଟିକି ଫୁଲ ମୁହିଁ କାନନେ ଫୁଟିଛି, ଡେସ୍ 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 ଅଛି, ତାପରେ ଅଛି ଲାଗିବା ପାଇଁ। ଟିକି ପିଲାଟେ ମୁଁ ଖେଳୁଛି ପଡୁଛି, ମୋ ଦେଶ ଡେସ୍ 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 ଏମିତି ହେଇକି ରହିଯାଇଛି। ପଦ ପଡୁଥିବ। ପିଲାମାନେ ତମେ ଟିକେ ବୁଝ କଥାଟିକୁ। ଏଇଠି ଅଛି ପାଇଁ ଶବ୍ଦରେ ଇଏ ପଦଟି ସରିଛି, ଇଏ ପଦ ମଧ୍ୟ ସେଇ ଭଳି ଧ୍ୱନିରେ ସରିବ, ଅର୍ଥାତ୍ ପାଇଁ ଇ ଉଚ୍ଚାରଣ ଶେଷକୁ ଆସିକି ଏଇଟା ମଧ୍ୟ ଏଇ ପଦଟି ଶେଷ ହେବ। କ'ଣ କ'ଣ ଆଣିଲେ ହବ ଦେଖିବା। ଏଇଠି ଆଣିବା ଟିକି ଫୁଲ ମୁହିଁ କାନନେ ଫୁଟିଛି, ପୂଜାରେ ଲାଗିବା ପାଇଁ। ତାପରେ ଅଛି ଟିକି ପିଲାଟେ ମୁଁ ଖେଳୁଛି ପଡୁଛି, ମୋ ଦେଶ ଗଢିବି ମୁହିଁ। ତାଳି 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 ତାଳି। ହଁ,
କ'ଣ ହେଇଗଲା? ଆଉ ଥରେ ପଢିଦବା। ଟିକି ଫୁଲ ମୋହି କାନନେ ଫୁଟିଛି ପୂଜାରେ ଲାଗିବା ପାଇଁ, ଟିକି ପିଲାଟେ ମୁଁ ଖେଳୁଛି ପଢୁଛି ମୋ ଦେଶ ଗଢିବି ମୁହିଁ। ଠିକ ଅଛି ପିଲାଟି କ'ଣ କହୁଛି? ପିଲାଟି କହୁଛି ଟିକି ଫୁଲ ମୋହି କାନନେ ଫୁଟିଛି ପୂଜାରେ ଲାଗିବା ପାଇଁ, ଟିକି ପିଲାଟେ ମୁଁ ଖେଳୁଛି ପଢୁଛି ମୋ ଦେଶ ଗଢିବି ମୁହିଁ। ପିଲାମାନେ ତମେ ଆଉ 2 ପଦ ଲେଖିବ। ଆଉ 2 ପଦ କବିତା ଲେଖିବ, କବିତାଟି ପୂରଣ କରିବ, ଶିକ୍ଷକଙ୍କୁ ଦେଖେଇବ, ବାପା ମାଙ୍କୁ ଦେଖେଇବ, ଖୁସି ହବ। ଠିକ ଅଛି, ତମମାନଙ୍କ ପାଇଁ ଆଲୋଚନା ଆଜି ପାଇଁ ଏତିକି। ତମମାନେ ଭଲରେ ଥାଅ, ସୁଖରେ ଥାଅ, ପାଠ ପଢୁଥାଅ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର।